ଆଜିର ପ୍ରସଙ୍ଗ ରଙ୍ଗ ଓ ସଦ୍ଭାବନାର ପର୍ବ ହୋଲି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜି ଦେଶ ତଥା ରାଜ୍ୟବ୍ୟାପୀ ହୋଲି ଉତ୍ସବ ପାଳିତ ହୋଇଯାଇଛି। ବସନ୍ତ ଋତୁର ଆଗମନ ସହ ଓଡ଼ିଶାର ପୁରପଲ୍ଲୀରେ ଦୋଳ ପୂର୍ଣ୍ଣମୀ ଏବଂ ତା ପରଦିନ ହୋଲି ଉତ୍ସବ ପାଳନ କରାଯାଇଥାଏ। ହୋଲି ପର୍ବ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଫଗୁ ଦଶମୀ ତିଥିରୁ ଆରମ୍ଭ ହେଉଥିବା ଦୋଳଯାତ୍ରାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠେ। ଏପରିକି ରାଜସ୍ଥାନ, ଗୁଜରାଟ, ଆସାମ, ତ୍ରିପୁରା ଏବଂ ପଶ୍ଚିମବଙ୍ଗ ଆଦି ଅଞ୍ଚଳରେ ମଧ୍ୟ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଗ୍ରାମ ତଥା ସାହି ବୁଲାଇବାର ପରମ୍ପରା ରହିଛି। ଏହି ପର୍ବକୁ ପ୍ରେମ ଏବଂ ଏକତାର ପ୍ରତୀକ ବୋଲି ମଧ୍ୟ ବର୍ଣ୍ଣନା କରାଯାଏ। ଓଡ଼ିଶାର ପରମ୍ପରା ସହ ଏହି ପର୍ବ ଗଭୀର ଭାବରେ ଜଡ଼ିତ। ଏହାର ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ମହତ୍ତ୍ୱ ରହିଛି। ଦୋଳ ପୂର୍ଣ୍ଣମୀ ପାଳନ ଅବସରରେ ଦୋଳ ମେଳଣ ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଏ। ଏକ ଧାର୍ମିକ ଏବଂ ସାମାଜିକ ସଦ୍ଭାବନାର ଉତ୍ସବ ଭାବେ ପାଳନ କରାଯାଉଥିବା ଏହି ପର୍ବ କେଉଁଠି 5 ଦିନ ଏବଂ ଅନ୍ୟ କେଉଁଠି 6 ଦିନ ଏବଂ କେତେକ ସ୍ଥାନରେ 9 ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। 5 ଦିନ ଧରି ପାଳନ କରାଯାଉଥିବା ଦୋଳ ଯାତ୍ରାକୁ ପଞ୍ଚୁଦୋଳ, 6 ଦିନ ଧରି ପାଳିତ ଦୋଳଯାତ୍ରାକୁ ଛଅ ଦୋଳ ଏବଂ 9 ଦିନ ପାଇଁ ପାଳନ କରାଯାଉଥିବା ଏହି ଯାତ୍ରାକୁ ନବଦୋଳ ବୋଲି ଅଭିହିତ କରାଯାଇଥାଏ। ପୌରାଣିକ ତତ୍ତ୍ୱ ଅନୁଯାୟୀ ଗୌଡ଼ୀୟ ବୈଷ୍ଣବ ଧର୍ମର ଅନନ୍ୟ ପ୍ରଚାରକ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଓଡ଼ିଶା ଆଗମନ ସମୟରେ ହିଁ ଦୋଳଯାତର ଶୁଭାରମ୍ଭ ହୋଇଥିଲା। ଏହି ପରମ୍ପରା ଏପର୍ଯ୍ୟନ୍ତ ପାଳିତ ହୋଇଆସୁଛି। ଭକ୍ତି, ସଂସ୍କୃତି ଏବଂ ଆନନ୍ଦର ଏକ ସୁନ୍ଦର ମିଶ୍ରଣ ଭାବେ ଏହି ପର୍ବକୁ ଲୋକମାନେ ପାଳନ କରିଥାନ୍ତି। ପ୍ରେମ, ଏକତା ଏବଂ ଅସତ୍ୟ ଉପରେ ସତ୍ୟ ବିଜୟର ମୂଲ୍ୟବୋଧକୁ ଏହି ପର୍ବ ପ୍ରତିପାଦନ କରିଥାଏ। ମେଳଣ, ଶୋଭାଯାତ୍ରା, ସଂକୀର୍ତ୍ତନ, ପାଲା, ଦାସକାଠିଆ, ଭଜନ ଆଦି ପରିବେଷଣ ମାଧ୍ୟମରେ ଏହି ପର୍ବ ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱକୁ ପ୍ରଦର୍ଶନ କରିଥାଏ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ପରମ୍ପରାକୁ ନେଇ ବିଶ୍ୱାସକୁ ଦୃଢ଼ୀଭୂତ କରିବା ସହ ପରସ୍ପରକୁ ନିକଟତର କରିଥାଏ। କୃଷି ଋତୁର ଶୁଭାରମ୍ଭ ସହ କୃଷକଙ୍କ ପାଇଁ ମଧ୍ୟ ଏହି ପର୍ବ ବହୁ ଗୁରୁତ୍ୱ ବହନ କରିଥାଏ। ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି କରି ସାମ୍ପ୍ରଦାୟିକ ଏକତାକୁ ପ୍ରୋତ୍ସାହିତ ମଧ୍ୟ କରିଥାଏ। ପୁରୀ ଶ୍ରୀମନ୍ଦିରରେ ଏହି ପର୍ବ ବେଶ୍ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରାଯାଏ। ମହାପ୍ରଭୁ ଜଗନ୍ନାଥଙ୍କର ଲୀଳାର ଅନ୍ୟତମ ପର୍ବ ଭାବେ ଏହି ଜାତ ସମ୍ପୂର୍ଣ୍ଣ ନିଆରା। ଫଗୁଣ ଏକାଦଶୀ ଠାରୁ ଶ୍ରୀମନ୍ଦିରରେ ମହା ଆଡ଼ମ୍ବରରେ ଦୋଳ ଉତ୍ସବ ପାଳନ କରାଯାଇଥାଏ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଏବଂ ମା ଲକ୍ଷ୍ମୀଙ୍କୁ ସୁସଜ୍ଜିତ ବିମାନରେ ବସାଯାଇ ଦୋଳ ବେଦୀକୁ ଅଣାଯାଇଥାଏ। ଫଗୁ ଦଶମୀରୁ ହିଁ ଶ୍ରୀକ୍ଷେତ୍ରରେ ଫଗୁ ଖେଳ ସହିତ ବିମାନରେ ଦୋଳ ଗୋବିନ୍ଦ ଗ୍ରାମ ଓ ନଗର ପରିକ୍ରମା କରିଥାନ୍ତି। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗ ଦ୍ୱାରୀ ଭୋଗ ବୋଲି କୁହାଯାଏ। ଶ୍ରୀକ୍ଷେତ୍ରରେ ଏହି ଦୋଳଯାତକୁ ମଧ୍ୟ ଠାକୁରଙ୍କ ଚାଚେରୀ ଲୀଳା ଭାବେ ପାଳନ କରାଯାଇଥାଏ। ଏହି ପର୍ବରେ ଦୋଳ ବିମାନରେ ଦୋଳ ଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତ୍ୟହ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଇଥାନ୍ତି। ଦୋଳବେଦୀରେ ପହଞ୍ଚିବା ପରେ ଠାକୁରଙ୍କର ଫଗୁ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପୂଜାର୍ଚ୍ଚନା ଏବଂ ଭୋଗ ଲାଗି ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଯାଆନ୍ତି। ଗତକାଲି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଯୋଗୁଁ ଶ୍ରୀମନ୍ଦିର ଦେବନୀତିରେ କେତେକ ପରିବର୍ତ୍ତନ କରାଯାଇଥିଲା। ସକାଳ 6ଟା ପୂର୍ବରୁ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା। ଗ୍ରହଣ ମୋକ୍ଷ ପରେ ରତ୍ନସିଂହାସନ ଉପରେ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଏହାକୁ ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ। ଶ୍ରୀମନ୍ଦିରରେ ଏହି ପର୍ବ ପାଳନ ଅବସରରେ ଦୋଳ ପୂର୍ଣ୍ଣମୀ ପୂର୍ବ ସନ୍ଧ୍ୟାରେ ଠାକୁରଙ୍କର ମେଣ୍ଢା ପୋଡ଼ି ନୀତି ଅନୁଷ୍ଠିତ ହୋଇଥାଏ। ଏହି ପର୍ବ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଳଣ ସମାରୋହ ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ହରିରାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଓଳକଣାରେ ହେଉଥିବା ମେଳଣ ସ୍ୱତନ୍ତ୍ରତା ବହନ କରିଥାଏ। ଆଖପାଖ ବିଭିନ୍ନ ଅଞ୍ଚଳରୁ ଆସିଥିବା ଦୋଳ ବିମାନଗୁଡ଼ିକ ଏହି ମେଳଣ ପଡ଼ିଆରେ ଏକାଠି ହୋଇଥାନ୍ତି। ଓଳକଣା ମେଳଣରେ ହରିହରଙ୍କ ଭେଟ ନୀତି ଯୋଗୁଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ଅବସରରେ ମେଳଣସ୍ଥଳୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାଣ ରୋଷଣୀ ପରିବେଶକୁ ଅଧିକ ନିଆରା କରିଥାଏ। ରଙ୍ଗ ଏବଂ ଅବିରର ଖେଳ ହୋଲି ସହ ଦୋଳ ଉତ୍ସବ ସମାପିତ ହୋଇଥାଏ।